थानार केस जो आयो अछंती किछि दिन तळे हमर एठी गोटे रॉबरी केस हेतिला जोटा जबारे गाडीरू अटकाइति लोकंका चेन छिनताई करितिला कैंटोनमेंट थाना ता सहित हमर चौद्वार थाना रे भी हेतिला तार जो आयो थिले से खबर पाई थिले तांकर रिलायबल सोर्स अनुसार कि ये माने जो आगरू क्राइम करिसंती ଆମ ଏରିଆରେ ଆଉଥରେ ଆସିକି ଏମିତି କ୍ରାଇମ କରିବାର ଉଦ୍ୟମ କରୁଛି। ଏହା ପାଇଁ ଆମର ଟିମ୍ ତାଙ୍କ ଗାଡି ଯୋଉ ବ୍ଲାକ୍ ପଲ୍ସର ଥିଲା ତାକୁ ଚେକ୍ କରୁଥିଲେ। ସେତିକିବେଳେ ଆମର ଯୋଉ NH-55 ଅଛି ତାକୁ ଇନ୍ଦ୍ରାଣୀ ପଟନା ପଟେ ଯିବା ରାସ୍ତାରେ ସେମାନେ ଲୁଚିବା ପାଇଁ ପଳଉଥିଲେ। କିଛି ଡିଷ୍ଟାନ୍ସ ହେଲା ପରେ ସେମାନେ ଗାଡି ଅଟକେଇକି ଆମ ଟିମ୍ ଉପରେ ଫାୟରିଂ ଆରମ୍ଭ କରାଇଛନ୍ତି। ତାପରେ ଆମର ପ୍ରତ୍ୟୁତ୍ତରରେ ଆମର ଟିମ୍ ସେ ପୋଜିସନ ନେଇକି ତାଙ୍କୁ ୱାର୍ନିଂ ଦେଲା ପରେ କିଛି ରାଉଣ୍ଡ ଫାୟାର କରିଛନ୍ତି। ତାଙ୍କ ଆଡୁ ଯୋଉ ଫାୟରିଂ ଥିଲା ତା ଭିତରେ ଆମର ଟିମ୍ ର 3ଟା ମେମ୍ବର ବି ମାଇନର ଇଞ୍ଜୁରି ହେଇଛନ୍ତି। ଆମ ଫାୟରିଂ ରେ 2 ଜଣ ଗୁରୁତର ହେଲା ପରେ ଆମେ ତାଙ୍କୁ ଆଣିକି DSCB ରେ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏବେ ଯୋଉ ପ୍ରିଲିମିନାରୀ ଆମେ ଇନକ୍ୱାରି କରିଛୁ ତା ଭିତରେ ଜଣା ପଡିଛି କି ସେ 2 ଜଣଙ୍କର ଭିତରୁ ଜଣେ ହଉଛନ୍ତି ଦୁର୍ଲା ଆଲିଆସ ସୁବ୍ରଜ୍ୟୋତି ପରିଡ଼ା ଜିତ ପରିଡ଼ା ସେ ହଉଛନ୍ତି 42,000 ରହିବାର ତାଙ୍କ ନାଁରେ ଏବେ ଯାଏ ଅରାଉଣ୍ଡ 49 ମାମଲା ରୁଜୁ ଅଛନ୍ତି। ବହୁତ ସାरे ସେମାନେ ସେ ଜେଲ ବି ଯାଇଛନ୍ତି। ତା ଯୋଉ କେସେସ୍ ଅଛନ୍ତି ତା ଭିତରେ ଆର୍ମଡ ରବରୀ ଡକେଇତି ତଥା ବମ୍ବିଂ ର ବି କେସେସ୍ ଅଛନ୍ତି। ଏବେ ରିସେଣ୍ଟଲି ବି ସେ ବହୁତ ସାରା ଆମ ଏରିଆର ଭୁବନେଶ୍ୱରରେ और नेबरिंग जो कटक रूरल रे एरिया रे भी क्राइम କରିଛନ୍ତି ବୋଲି ଜଣା ପଡୁଛି। ସେକେंड जो होउଛନ୍ତି ତାଙ୍କର ନାଁ ହଉଛି କଟକ ସଂଗ୍ରାମ ରାଉତ ସେ ନନ୍ଦନକାନନ ର ନିବାସୀ ହଉଛନ୍ତି। ତାଙ୍କର ନାଁରେ ବି ଏବେ ଯାଏ ଆମେ ଯୋଉ ଡିଟେଲ୍ସ ପାଇଛୁ 15ଟି केसेस ଅଛନ୍ତି ତତ୍ ସହିତ କିଛି ଆହୁରି ଯୋଉ ମଝିରେ केसेस କରିଛନ୍ତି ସେ ବି ଆମେ ଡିଟେଲ୍ସ ବାହାର କରିଛୁ। 2 ଜଣ ଯାକ ଦୁର୍ଦାନ୍ତ ପ୍ରପର୍ଟି ଅଫେଣ୍ଡର ତଥାପି ଏମିତି ଆଣ୍ଟି ସୋସିଆଲ ଭଳିଆ କାମ କରୁଥିଲେ। ଆମ ଟିମ ର ଯୋଉ ଲିଡ୍ କରିଥିଲେ ତାଙ୍କ କହିବା ଅନୁସାରେ ସେ ବହୁତ ଦୂରରେ ସେପଟୁ ଫାୟରିଂ କରିଛନ୍ତି।